ପ୍ରେଜ୍ ବି ଦ ଲର୍ଡ। ସମସ୍ତଙ୍କୁ ନମସ୍କାର। ଆଉ ବର୍ତ୍ତମାନ ଆପଣମାନଙ୍କୁ କିଛି ବିଷୟ ସେୟାର କରିବାକୁ ଚାହେଁ। ଆଉ ଯେ ମଣ୍ଡଳୀରେ କିମ୍ବା ସାଧାରଣ ସଭାମାନଙ୍କରେ ସ୍ତ୍ରୀମାନେ ଶିକ୍ଷା ଦେଇପାରିବେ କି, ସ୍ତ୍ରୀମାନେ ସେମାନେ ଶିକ୍ଷା ଦେଇପାରିବେ କି, ପ୍ରଚାର କରିପାରିବେ କି, ବାଇବଲ କ'ଣ କୁହେ ସେ ବିଷୟରେ ଆମେ ଆଲୋଚନା କରିବା। ମୁଁ ଆପଣମାନଙ୍କୁ ଦେଖାଉଛି, ଆଉ ଦେଖନ୍ତୁ ଏହି ମହିଳାମାନେ ଯାହା ଶିକ୍ଷା ଦେଉଛନ୍ତି ସେ ବିଷୟରେ ଆପଣମାନଙ୍କୁ ଦେଖାଉଛି। हालेलुया। प्रभु का धन्यवाद करती हूँ मैं इस समय के लिए, अपनी आत्मिक माँ के लिए कि मुझे ये मौका मिला कि मैं यहाँ बोल सकूँ। I have excellent message this morning to share with all of you. We heard that song this morning. We sang something very beautiful. The same power that rose Jesus from death. Should women preach or be in places of leadership like pastor? We have two scriptures that say that women should not speak or preach or be in leadership position, basically. And we have, I don't know how many that say that women should preach, should lead. Miriam, a prophetess of the Lord, in Exodus 15 verse 20. আপনারা ଦେଖିଛନ୍ତି ସ୍ତ୍ରୀମାନେ ମଣ୍ଡଳୀରେ ଶିକ୍ଷା କିମ୍ବା ପ୍ରଚାର କରିପାରିବେ କି? ବାକ୍ୟ ଆମକୁ କ'ଣ ପ୍ରକାଶ କରେ ସେହି ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା। ଶାସ୍ତ୍ର ଶପଥ ହେଲା ପ୍ରଥମ କରନ୍ଥୀୟ 14 ଅଧ୍ୟାୟ 34 ଏବଂ 35 ପଦ। ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ ସେହିପରି ସ୍ତ୍ରୀ ଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇନାହାନ୍ତି, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତା ହୋଇ ରହନ୍ତୁ। ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀ ଲୋକ ପକ୍ଷରେ ଲଜ୍ଜାଜନକ। ପ୍ରଥମ କରନ୍ଥୀୟ 14 ଅଧ୍ୟାୟ 34 ଏବଂ 35 ପଦର ବିବରଣ ଦେବା। ପାଉଲ ଏହି ସ୍ଥାନରେ କହନ୍ତି, ପାଉଲ ଆପଣା ମତ ଦେଉନାହାନ୍ତି। ସେହିପରି ସ୍ତ୍ରୀ ଲୋକମାନେ ମଣ୍ଡଳୀରେ ନୀରବ ରୁହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇନାହାନ୍ତି। ପ୍ରଥମ ତିମୋଥୀ 2 ଅଧ୍ୟାୟରେ ଆମେ ପାଇପାରିବା, ସେ ବିଷୟ ମଧ୍ୟ ଆମେ ଅଧ୍ୟୟନ କରିବା। ପ୍ରଥମ ତିମୋଥୀ 2 ଅଧ୍ୟାୟ 11ରୁ 14 ମୁଁ ଅଧ୍ୟୟନ କରୁଛି। ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ମୌନ ଭାବରେ ଶିକ୍ଷା ଗ୍ରହଣ କରୁ। ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉନାହିଁ, ମାତ୍ର ସେ ମୌନ ରହୁ। କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାପରେ ହବା। ଆଉ ଆଦମ ପ୍ରବଞ୍ଚିତ ହୋଇନଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞା ଲଙ୍ଘନ ଦୋଷରେ ଦୋଷୀ ହେଲେ। ଅର୍ଥାତ୍ ସ୍ତ୍ରୀମାନେ ପୁରୁଷ ଉପରେ କିମ୍ବା ଆପଣା ସ୍ୱାମୀ ଉପରେ କର୍ତ୍ତାପଣ ଅଧିକାର କ୍ଷମତା ଦେଖାଇ ପାରିବ ନାହିଁ, ଯାହା ଆମ୍ଭେମାନେ ପ୍ରଥମ କରନ୍ତି 14 ଅଧ୍ୟାୟ 34 ଏବଂ 35ରେ ଆମେ ଅଧ୍ୟୟନ କଲେ। ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତା ହୋଇ ରହନ୍ତୁ। ସେ ବିଷୟରେ ବାକ୍ୟ ଆମକୁ କ'ଣ ପ୍ରକାଶ କରେ ଆସନ୍ତୁ ଆମେ ଦେଖିବା। ଯାହା ପ୍ରଥମ କରନ୍ତି ଆମ୍ଭେମାନେ ଦେଖିଲେ ବ୍ୟବସ୍ଥାର ଉକ୍ତି ଅନୁସାରେ, ତାହା ପ୍ରଥମେ ଆମେ ଦେଖିବା ଆଦି ପୁସ୍ତକ 3 ଅଧ୍ୟାୟ 16 ପଦ। ତୁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭ ଭେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ, ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ ବୋଲି ଆମ୍ଭେମାନେ ଏହି ସ୍ଥାନରେ ଦେଖିପାରୁ। ପ୍ରଥମ କରନ୍ଥୀୟ 14 ଅଧ୍ୟାୟ 34 ଏବଂ 35 ପଦ ଯାହା ଆମମାନେ ଅଧ୍ୟୟନ କଲେ, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ ପ୍ରଥମେ ଆମ୍ଭେମାନେ ଦେଖିଲେ ଆଦି ପୁସ୍ତକ 3 ଅଧ୍ୟାୟ 16। ବର୍ତ୍ତମାନ ଆମେ ଦ୍ୱିତୀୟ ଅଂଶଟି ଦେଖିବା। ଯାତ୍ରା ପୁସ୍ତକ 15 ଅଧ୍ୟାୟ 20 ଏବଂ 21 ପଦରେ ଇସ୍ରାଏଲ ଲୋକମାନେ ଯେତେବେଳେ ମିଶରରୁ ସେମାନେ ବାହାରି ଆସିଲେ, ସୁପସାଗରରେ ସେମାନେ ପାର ହେଲେ, ପରବର୍ତ୍ତୀ ସମୟରେ ଆମ୍ଭେମାନେ ଜାଣିପାରୁ। 20 ଏବଂ 21 ପଦ ପଡ଼ୁଛି। ଅନନ୍ତର ଆରୋନଙ୍କର ଭଗିନୀ ଭବିଷ୍ୟତ ବକ୍ତ୍ରୀ ମରିୟମ ହସ୍ତରେ ଦାରା ନେଲେ ଓ ତାଙ୍କ ପଛେ ପଛେ ଅନ୍ୟ ସ୍ତ୍ରୀ ସକଳ ଦାରା ନେଇ ନୃତ୍ୟ କରୁ କରୁ ବାହାର ହେଲେ। 21 ପଦ, ସେତେବେଳେ ମରିୟମ ସେମାନଙ୍କୁ ଅର୍ଥାତ୍ ସ୍ତ୍ରୀ ସକଳକୁ ଉତ୍ତର ଦେଲେ। ସେତେବେଳେ ମରିୟମ ସ୍ତ୍ରୀ ଲୋକମାନଙ୍କୁ ଉତ୍ତର କଲେ, ତୁମ୍ଭେମାନେ ସଦାପ୍ରଭୁଙ୍କ ଦେଶରେ ଗାୟନ କର, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି। ସେ ଅଶ୍ବ
ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ସମୁଦ୍ରରେ ନିକ୍ଷେପ କରୁଅଛନ୍ତି। ଆମେ ଜାଣିପାରିବା ଯେ ଏହି ମରିୟମ ମଧ୍ୟ ପୁରୁଷମାନଙ୍କ ଉପରେ ଆପଣ ଅଧିକାର କର୍ତ୍ତାପଣ କ୍ଷମତା ଦେଖାଇନାହାନ୍ତି, କିନ୍ତୁ ସ୍ତ୍ରୀ ଲୋକମାନଙ୍କ ଉପରେ ସେ କ'ଣ ଦାୟିତ୍ୱଭାର ନେଲେ ବୋଲି ଆମେ ଜାଣିପାରୁ। ନୂତନ ନିୟମରେ ମଧ୍ୟ ଆମେ ପାଇପାରିବା ଏଫେସିୟ 5:22 ଏବଂ 23 ପଦ। ଏହି ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅ, କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ଏହି ସମସ୍ତ ବାକ୍ୟ ଆମ୍ଭମାନଙ୍କୁ ବିବରଣ ଦିଏ, ଆମମାନଙ୍କୁ ପ୍ରକାଶ କରେ, ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ପ୍ରକାଶ କରେ ଯେ ସ୍ତ୍ରୀମାନେ ମଣ୍ଡଳୀରେ ଶିକ୍ଷା କିମ୍ବା ପ୍ରଚାର କରିପାରିବେ ନାହିଁ। ଆମ୍ଭେମାନେ ଜାଣିପାରୁ ଏହି ସମସ୍ତ ବିଷୟ ଆମମାନଙ୍କୁ ଶିକ୍ଷା ଦିଏ ଯେ ସ୍ତ୍ରୀ ପୁରୁଷ ଉପରେ କର୍ତ୍ତାପଣ, ଆପଣା ଅଧିକାର, ଆପଣା କ୍ଷମତା ଦେଖାଇ ପାରିବ ନାହିଁ। ପ୍ରେରିତ ପାଉଲ ଆପଣା ମତ ଦେଉନାହାନ୍ତି, କିନ୍ତୁ ସେ ସ୍ପଷ୍ଟ ଭାବରେ ଲେଖନ୍ତି ସେମାନଙ୍କୁ ଯେ ବ୍ୟବସ୍ଥାର ଉକ୍ତି ଅନୁସାରେ, ଅର୍ଥାତ୍ ବ୍ୟବସ୍ଥାରେ ମଧ୍ୟ ଆମେ ଦେଖିଲେ ଏବଂ ନୂତନ ନିୟମରେ ମଧ୍ୟ କେତୋଟି ବିଷୟ ଆମେ ଦେଖିଲେ ଯେ ସ୍ତ୍ରୀମାନେ ମଣ୍ଡଳୀରେ ଶିକ୍ଷା ଦେଇପାରିବେ ନାହିଁ କିମ୍ବା ପ୍ରଚାର କରିପାରିବେ ନାହିଁ। ସ୍ତ୍ରୀମାନେ ପୁରୁଷ ଉପରେ ଆପଣ ଅଧିକାର କ୍ଷମତା ଦେଖାଇ ପାରିବେ ନାହିଁ, କିନ୍ତୁ ସ୍ତ୍ରୀମାନେ ସ୍ତ୍ରୀମାନଙ୍କ ଉପରେ ଆପଣ କ୍ଷମତା ଦେଖାଇ ପାରିବେ ବୋଲି ଆମେ କେତୋଟି ଅଂଶ ଉଦାହରଣ ନେଇ ଆମ୍ଭେମାନେ ବୁଝିଲେ। ଏହା ହେଉଛି ସ୍ତ୍ରୀମାନଙ୍କ ବିଷୟରେ ବାକ୍ୟ ଆମମାନଙ୍କୁ ସ୍ପଷ୍ଟ ଭାବରେ ପ୍ରକାଶ କରେ। ଏହା ହେଉଛି ସ୍ତ୍ରୀମାନଙ୍କ ବିଷୟରେ ଆମମାନଙ୍କୁ ବାଇବଲ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ ମୋ ଚ୍ୟାନେଲକୁ। ସମସ୍ତଙ୍କୁ ଧନ୍ୟବାଦ।